ଅଡୁଆରେ ପଡ଼ିଲେ ଅଭିନେତା ଅନୁଭବ ମହାନ୍ତି। ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ। ବର୍ଷା କରିଥିବା ମାମଲା ନିମ୍ନ କୋର୍ଟରେ ଚାଲୁ ରହିବ। ହଁ ଦର୍ଶକ ବନ୍ଧୁ, ବର୍ତ୍ତମାନ ବଢ଼ିଲା ଅନୁଭବଙ୍କ ଅଡୁଆ। କାରଣ ଅନୁଭବ ଯେଉଁ ଆବେଦନ କରିଥିଲେ ସେ ହାଇକୋର୍ଟରେ ସେ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ସେଥିପାଇଁ କୁହାଯାଉଛି କି ଅନୁଭବଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଆଉ ଏହି ଅଡୁଆ ଆଉ କାହା ପାଇଁ ନୁହେଁ ଦର୍ଶକ ବନ୍ଧୁ, ଏହି ଅଡୁଆଟି ନିଜର ପୂର୍ବତନ ପତ୍ନୀ ବର୍ଷାଙ୍କ ପାଇଁ। କାରଣ ନିମ୍ନ କୋର୍ଟରେ ଅନୁଭବଙ୍କ ମାମଲା ଚାଲିବା କାହିଁକି ନା ବର୍ଷା କରିଥିବା ମାମଲା ନିମ୍ନ କୋର୍ଟରେ ଚାଲୁ ରହିବ ବୋଲି ହାଇକୋର୍ଟରୁ ପରାମର୍ଶ ମିଳିଛି। ମାମଲା ଅନୁସାରେ ବର୍ଷା ଯେତେବେଳେ ଅନୁଭବଙ୍କ ଘରେ ରହୁଥିଲେ ସେତେବେଳେ ଅନୁଭବ ଏବଂ ଦୁଇ କର୍ମଚାରୀଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ। ବର୍ଷା ଭିଡ଼ିଓ ସୁଟିଂ କରିବା ସହ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ। ବର୍ଷା ପ୍ରିୟଦର୍ଶିନୀ ଆଉ ବର୍ତ୍ତମାନ ତଳ କୋର୍ଟରେ ଏସବୁ ଚାଲୁ ରହିବ ବୋଲି ହାଇକୋର୍ଟରେ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତଙ୍କୁ ଲାଗୁଥିବ ଯେ ବର୍ଷା ଓ ଅନୁଭବ ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଛି। କିନ୍ତୁ ଛାଡ଼ପତ୍ର ହୋଇସାରିଲା ପରେ ମଧ୍ୟ, ଦ୍ୱିତୀୟ ବିବାହ ହୋଇସାରିଲା ପରେ ମଧ୍ୟ ହେଲେ ବି ବିବାଦକୁ ନେଇ ତୁଟୁନି କିଛି। ଅନୁଭବଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଆଣିଥିଲେ ବର୍ଷା ପ୍ରିୟଦର୍ଶିନୀ କି ଘରୋଇ ହିଂସା ସମ୍ବନ୍ଧୀ ମାନସିକ ଓ ଶାରୀରିକ ନିର୍ଯାତନାର ଅଭିଯୋଗ, ତାହା ନିମ୍ନ କୋର୍ଟରେ ତାହା ଚାଲୁ ରହିବ। ଏବେ ତ ବାସ୍ ଗୋଟେ କଥାକୁ ଅପେକ୍ଷା ରହିବ ଯେ ବର୍ଷା ଏବଂ ଅନୁଭବଙ୍କ କେବେ ସରିବ ଏହି ବିବାଦ।